हेलो हाय ମୁଁ ବୁଲୁ ମଲ୍ଲିକ ଆସନ୍ତୁ ଦେଖିବେ ଆଜିର ବ୍ଲଗ ତ ଚାଲନ୍ତୁ ଷ୍ଟାର୍ଟ କରିବା। ଦେଖନ୍ତୁ ଏଇଠି ବର୍ତ୍ତମାନ ଖୋଳାଖୋଳି ଚାଲିଛି ଆମର ପୋଖରୀ ଆପଣମାନେ ଦେଖନ୍ତୁ ବହୁତ ସୁନ୍ଦର ଭାବରେ ଖୋଳୁଛନ୍ତି ଆପଣମାନେ ମୁଁ ଦେଖାଉଛି ଏଇ ଦୃଶ୍ୟ ଆପଣମାନେ ଦେଖନ୍ତୁ। ଦେଖନ୍ତୁ ଆମର ଏଇଠିକାର ଛେଳି ମଧ୍ୟ ବି ଯିବା ଆସିବା ହେଉଛନ୍ତି ଆଉ ସେ ଚରବୁଲ ହେଇକିନି ବର୍ତ୍ତମାନ ଫେରୁଛନ୍ତି ତାଙ୍କର ଘରକୁ ଯିବେ। ଦେଖନ୍ତୁ ଛେଳି ଆମର ସାହିର ଛେଳି ଗୁଡ଼ାକ ଦେଖନ୍ତୁ। ଆମର ପୋଖରୀ ବହୁତ ସୁନ୍ଦର ଭାବରେ ଖୋଳୁଛନ୍ତି ଆପଣମାନଙ୍କୁ ଦେଖାଉଛି ଏହି ଦୃଶ୍ୟ ମାଧ୍ୟମରେ ଆପଣମାନେ ଦେଖନ୍ତୁ କେତେ ସୁନ୍ଦର ଭାବରେ ପୋଖରୀଟେ ବନାଉଛନ୍ତି। ଦେଖନ୍ତୁ ବହୁତ ସୁନ୍ଦର ଲାଗୁଛି ଆପଣମାନେ ଦେଖିଲେ ଜାଣିପାରିବେ ବହୁତ ସୁନ୍ଦର ଭାବରେ ଖୋଳିଛନ୍ତି ଆପଣମାନେ ଦେଖନ୍ତୁ ବହୁତ ସୁନ୍ଦର ଲାଗୁଛି। କାମ ହେଲା ପରେ ବି ବହୁତ ଆହୁରି ସୁନ୍ଦର ବି ହେଇପାରେ। ଫାଙ୍କା ପଡ଼ିଥିଲା ବର୍ତ୍ତମାନ ଦେଖନ୍ତୁ କେମିତି ମାଟି ଗଦା ହେଲାଣି। ମାଟି ଗଦେଇଲା ପରେ ଆପଣମାନେ ଜାଣିପାରିବେ ଏଇଠି କିଛି ଗୋଟେ ସେ କହୁଛନ୍ତି ପାର୍କ ଏଇଠି ହବ ବୋଲି ତ ଟଲର ମାଧ୍ୟମରେ ସବୁ ମାଟି ଗୁଡ଼ା ନେଇ ଆସୁଛନ୍ତି ଏସବୁ ଖିଲଉପ କଲା ପରେ ଏଇ ଜାଗାରେ ହିଁ ଗୋଟେ ପାର୍କ ବନେଇବେ ବୋଲି ସେ କହୁଛନ୍ତି। ତ ଚାଲନ୍ତୁ ଦେଖିବା। କିନ୍ତୁ ଆପଣମାନେ ଦେଖୁଛନ୍ତି ବାଣିବାର ଦୃଶ୍ୟ ତ ବହୁତ ସୁନ୍ଦର ଭାବରେ ପୋଖରୀ ଗୁଡ଼ା ବନେଇଛନ୍ତି। ଯଦି ଆପଣଙ୍କୁ ଭଲ ଲାଗୁଥିବ ତାହେଲେ ଲାଇକ୍ ସେୟାର ମଧ୍ୟ କରିବେ। ଚାଲନ୍ତୁ ଆଉ ନେକ୍ସଟ ଭିଡ଼ିଓ ଗୁଡ଼ା ଦେଖେଇବି ଆପଣମାନଙ୍କୁ। ଆମର ଥିଲା ଯିବା ଆସିବା ରାସ୍ତା ତ ବର୍ତ୍ତମାନ କାମ ଚାଲିଛି ସେ କାମ ପାଇଁ ବହୁତ ଲୋକ ହଇରାଣ ବି ମଧ୍ୟ ହେଉଛନ୍ତି। ଦେଖନ୍ତୁ କାମ ଚାଲିଛି ବର୍ତ୍ତମାନ ଆଉ ଅଳ୍ପ କିଛି କାମ ମଧ୍ୟ ଅଛି। ଏ କାମ ଅଳ୍ପ ସରିଗଲା ପରେ ଆମର ଅନ୍ୟ ଆଉ କୌଣସି କିଛି କରିବେ ଯୋଜନା ଅଛି। ବହୁତ କାମ ଆଗକୁ ରହିଛି ସେ ବର୍ତ୍ତମାନ ଅଳ୍ପ ଟିକେ କଣରେ ରହିଛି କାମଟା ସେ କାମ ସରିଲେ ଅନ୍ୟ କାମ କରିବେ। ଦେଖୁଛନ୍ତି ଲୋକ ଏଇପଟେ ହିଁ ଯିବା ଆସିବା ହୁଅନ୍ତି। ଏ କାମ ଚାଲିଛି ବର୍ତ୍ତମାନ ଲୋକ ଯିବା ଆସିବା ବହୁତ ହଇରାଣ ବି ମଧ୍ୟ ହେବେ। ବହୁତ ଲୋକ ଆମର ଏଇପଟେ ଯିବା ଆସିବା ହୁଅନ୍ତି। ଦେଖନ୍ତୁ ଇଏ ହେଉଛି ଆମର ପୁରୁଣା ଯିବା ଆସିବା ବାଟ ବି ଏଇଠି ଥିଲା। ବର୍ତ୍ତମାନ ଏମିତି କିଛି ଗୋଟେ ପୋଖରୀ ତିଆରି ହେଉଛି ବର୍ତ୍ତମାନ ଲୋକମାନେ ଯିବା ପାଇଁ ବହୁତ ଅସୁବିଧା ହଇରାଣିଆ ମଧ୍ୟ ହେବେ। କାହିଁକିନା ଏଇଠି କିଛି ଗୋଟେ ପୋଖରୀ ହେଉଛି ଆଉ କିଛି ପାର୍କ ମଧ୍ୟ ଅଛି ଆଉ କିଛି ରାସ୍ତା ବି ଅଛି ବାଣିବାର ଭିତରକୁ ଯିବା ପାଇଁ। ତ କାମ ସରିଲା ପରେ ସେ ରାସ୍ତା ଦେବେ ନଦେବେ ଜାଣି ହେଉନି କାହିଁକିନା ଲୋକ ଯିବା ଆସିବା ରାସ୍ତା ଥିଲା ଆଗରୁ। ଦେଖନ୍ତୁ ଇଏ ହେଉଛି ବାଣିବିହାର ଦୃଶ୍ୟ ଆପଣମାନେ ଦେଖିଲେ ଜାଣିପାରିବେ। ଇଏ ବହୁତ ଦିନର ପଡ଼ିଆ ବି ଥିଲା। ସେ ପଡ଼ିଆରେ ଗୋଟେ ପୋଖରୀ ଥିଲା ପୁରୁଣା ପୋଖରୀ ଥିଲା। ସେ ପୋଖରୀ ବର୍ତ୍ତମାନ ଭାଙ୍ଗିକିନି ବର୍ତ୍ତମାନ ନୂଆ ସେ ତିଆରି କରୁଛନ୍ତି। ଆପଣମାନେ ଦେଖନ୍ତୁ ଇଏ ହେଉଛି ବାଣିବିହାର କିଛି ଦୃଶ୍ୟ ଅଛି। ବାଣିବିହାର କିଛି ପୋଖରୀ ଥିଲା ପୁରୁଣା ବର୍ତ୍ତମାନ ନୂଆ କରିଛନ୍ତି। ଦେଖନ୍ତୁ ଭାଇମାନେ ପୋଖରୀଟି ବହୁତ ସୁନ୍ଦର ଭାବରେ ବନାଉଛନ୍ତି। ଦେଖନ୍ତୁ ବହୁତ ସୁନ୍ଦର ଭାବରେ ବନାଉଛନ୍ତି। ବହୁତ ସୁନ୍ଦର ଭାବରେ ଖୋଳିଛନ୍ତି ଆପଣମାନେ ଦେଖନ୍ତୁ ବହୁତ ସୁନ୍ଦର ଲାଗୁଛି। କାମ ହେଲା ପରେ ବି ବହୁତ ଆହୁରି ସୁନ୍ଦର ବି ହେଇପାରେ। ଆମର ପୋଖରୀ ବହୁତ ସୁନ୍ଦର ଭାବରେ ଖୋଳୁଛନ୍ତି ଆପଣମାନଙ୍କୁ ଦେଖାଉଛି ଏହି ଦୃଶ୍ୟ ମାଧ୍ୟମରେ ଆପଣମାନେ ଦେଖନ୍ତୁ କେତେ ସୁନ୍ଦର ଭାବରେ ପୋଖରୀଟେ ବନାଉଛନ୍ତି।
ଦେଖନ୍ତୁ ବହୁତ ସୁନ୍ଦର ଲାଗୁଛି, ଆପଣମାନେ ଦେଖିଲେ ଜାଣିପାରିବେ। ଦେଖନ୍ତୁ ଆମର ଏଇଠିକାର ଛେଳି ମଧ୍ୟ ବି ଯିବା ଆସିବା ହେଉଛନ୍ତି, ଆଉ ସେ ଚରବୁଲ ହେଇକିନି ବର୍ତ୍ତମାନ ଫେରୁଛନ୍ତି ତାଙ୍କର ଘରକୁ ଯିବେ। ଦେଖନ୍ତୁ ଛେଳି ଆମର ସାହିର ଛେଳି ଗୁଡ଼ାକ ଦେଖନ୍ତୁ। ଦେଖନ୍ତୁ ଏଇଠି ବର୍ତ୍ତମାନ ଖୋଳାଖୋଳି ଚାଲିଛି ଆମର ପୋଖରୀ, ଆପଣମାନେ ଦେଖନ୍ତୁ ବହୁତ ସୁନ୍ଦର ଭାବରେ ଖୋଳୁଛନ୍ତି। ଆପଣମାନେ ମୁଁ ଦେଖାଉଛି ଏଇ ଦୃଶ୍ୟ, ଆପଣମାନେ ଦେଖନ୍ତୁ। ଦେଖ ଏସବୁ ରହିବା ଘର ବାସନ୍ଦା, ଏଇ ଯେଉଁ କାମ ସବୁ ଚାଲିଛି, କାମ ସରିଲା ପରେ ଏଇଠି ଆସିକି ରୁହନ୍ତି। ଦେଖନ୍ତୁ ଏଇସବୁ ଜାଗା ବହୁତ ଭଲ ଲାଗୁଛି। କାମ ବର୍ତ୍ତମାନ ଷ୍ଟାର୍ଟ ଅଛି, ଗୋଟେ କାମ ଲାଗିକି ରହିଛି, ଚାଲିଛି କାମ। ଦେଖନ୍ତୁ ଅନେକ ପଥର ମଧ୍ୟ ଗଦା ହେଇଛି। ଏସବୁ ପଥର ଗୁଡ଼ା ଡିଜାଇନ କାମରେ ହିଁ ଲାଗିବ। ବହୁତ ଗୁଡ଼ାଏ କାମ ପଡ଼ି ରହିଛି, ଆହୁରି କାମ ସରିଲା ଆସିକି ଆହୁରି ଗୁଡ଼ାଏ ଦିନ ଲାଗିଯିବ। ତ ଚାଲନ୍ତୁ ନେକ୍ସଟ ଭିଡ଼ିଓ ଆପଣମାନଙ୍କୁ ଦେଖେଇବି। କାମ ଆହୁରି ଅନେକ ରହିଛି ବାକି, ତ କାମ ଆହୁରି ସରିନି, ବହୁତ ଗୁଡ଼ାଏ କାମ ବାକି ଅଛି ଆହୁରି। ଆପଣମାନେ ଦେଖିବେ ଏସବୁ ପଥର ଗୁଡ଼ା ବି ଗଦା ହେଇଛି, ପଥର ଗୁଡ଼ା ଡିଜାଇନ କରାହେବ, ଅନେକ ଆହୁରି ବାକି ଅଛି। ତ ଚାଲନ୍ତୁ ଆଉ ଅନ୍ୟ ନେକ୍ସଟ ଭିଡ଼ିଓ ଆପଣମାନଙ୍କୁ ଦେଖେଇବି। ଆପଣମାନେ ତ ଦେଖିଲେ ବହୁତ ଭଲ ଲାଗୁଛି। ଦେଖନ୍ତୁ ଗୁଡ଼ାଏ କାମ ଆହୁରି ଅଛି। ବହୁତ ସୁନ୍ଦର ଲାଗିଲା, ଆପଣମାନେ ଦେଖିଲେ, ଯାହା ହଉ ବହୁତ ଭଲ ଲାଗୁଛି। ଆପଣମାନଙ୍କୁ ଦେଖେଇଲି, ଆପଣମାନେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ ମଧ୍ୟ କରିବେ। ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ, ନମସ୍କାର।